ବାସ୍ତୁଶାସ୍ତ୍ର ଏକ ପାରମ୍ପରିକ ହିନ୍ଦୁ ବ୍ୟବସ୍ଥା ଅଟେ, ଯାହା ଶାବ୍ଦିକ ରୂପରେ ବାସ୍ତୁକଳା ବିଜ୍ଞାନର ଅନୁବାଦ କରିଥାଏ। ଏହା ଭାରତୀୟ ଉପମହାଦ୍ୱୀପରେ ପାଇଥିବା ଗ୍ରନ୍ଥ ଅଟେ, ଯାହା ଡିଜାଇନ, ଲେଆଉଟ, ମାପ, ଜମିର ପ୍ରସ୍ତୁତି, ଅନ୍ତରୀକ୍ଷ ବ୍ୟବସ୍ଥା ଏବଂ ସ୍ଥାନୀୟ ଜ୍ୟାମିତିର ସିଦ୍ଧାନ୍ତର ବର୍ଣ୍ଣନା କରିଥାଏ। ବାସ୍ତୁଶାସ୍ତ୍ରରେ ପାରମ୍ପରିକ ହିନ୍ଦୁ ସାମିଲ ଥାନ୍ତି ଏବଂ କିଛି ମାମଲାରେ ବୌଦ୍ଧ ବିଶ୍ୱାସର ଆବଶ୍ୟକତା ରହିଥାଏ। ଡିଜାଇନର ଉଦ୍ଦେଶ୍ୟ ପ୍ରକୃତି ସହିତ ବାସ୍ତୁକଳା, ସଂରଚନାର ବିଭିନ୍ନ ଅଂଶର ପାରିବାରିକ କାର୍ଯ୍ୟ ଏବଂ ଜ୍ୟାମିତୀୟ ଯନ୍ତ୍ରର ଉପଯୋଗ କରୁଥିବା ପ୍ରାଚୀନ ମାନ୍ୟତା ଅଟେ। ଏଥିରେ ସମନ୍ୱିତ ଏବଂ ଦେଶାତ୍ମକ ସଂରକ୍ଷଣ ସାମିଲ ହୋଇଥାଏ। କାହିଁକି ଆମେ ମଣ୍ଡଳ ନିର୍ମାଣ କରିବା? ପ୍ରଥମ କଥା, ବିନା ଯନ୍ତ୍ରେ ନୟା ପୂଜା ବିନା ମାଂସେନ ତର୍ପଣମ ଅମନ୍ତ୍ରୈଶ୍ଚ କୃତା ପୂଜା ଦେବତାନ ପ୍ରସିଦତି। ଦେବତାଙ୍କର ପ୍ରସନ୍ନ କରିବାର ଯେଉଁ ପ୍ରକ୍ରିୟା ବା ପୂଜନ ପ୍ରକ୍ରିୟା, ସେଥିରେ ଯନ୍ତ୍ର ବା ରେଖାତ୍ମକ ଯେଉଁ ଦେବତାଙ୍କର ମଣ୍ଡଳଗତ ସ୍ୱରୂପ ଥାଏ, ତାର ଅତ୍ୟନ୍ତ ପ୍ରାଧାନ୍ୟ ଥାଏ ବା ପ୍ରଧାନତା ଥାଏ। କାହିଁକି ନା ସାକ୍ଷାତ ଦେବତାଙ୍କୁ ପୂଜା କରିବା ସମୟରେ ଆମେ ଦେବତାଙ୍କର ଯେଉଁ ରୈଖିକ ପ୍ରତିମା ବା ମଣ୍ଡଳ ଯନ୍ତ୍ର ଇତ୍ୟାଦି ନିର୍ମାଣ କରିଥାଉ, ସେହି ଯନ୍ତ୍ର ବା ମଣ୍ଡଳ ଇତ୍ୟାଦିରେ ଆମେ ଦେବତାଙ୍କୁ ସୂକ୍ଷ୍ମ ରୂପରେ, ସ୍ଥୂଳ ରୂପରେ, ପ୍ରତ୍ୟକ୍ଷ ରୂପରେ, ପରୋକ୍ଷ ରୂପରେ ଆମେ ଦେବତାଙ୍କୁ ପୂଜନ କରିଥାଉ। ତେଣୁ ଯେହେତୁ ଆପଣମାନେ ଏଇ ଯେଉଁ ଶାଲାକୁ ଦେଖୁଛନ୍ତି, ଏଇ ଯେଉଁ ଯଜ୍ଞବେଦୀକୁ ଦେଖୁଛନ୍ତି, ଏଇ ଯଜ୍ଞବେଦୀ ଦୁଇ ଭାଗରେ ବିଭକ୍ତ ହୋଇଥାଏ। ଗୋଟିଏ ହେଉଛି ସିଂହ ବେଦିକା, ଗୋଟିଏ ହେଉଛି ବ୍ୟାଘ୍ର ବେଦିକା। ସମ୍ପୂର୍ଣ୍ଣ ଯଜ୍ଞ ମଣ୍ଡପରେ 16 ସ୍ତମ୍ଭ ବିଶିଷ୍ଟ ହୋଇଥାଏ। ତେଣୁ ସମ୍ପୂର୍ଣ୍ଣ 16 ସ୍ତମ୍ଭ ଭିତରେ, ସମ୍ପୂର୍ଣ୍ଣ ଶାଲା ଭିତରେ ଯେଉଁ ଚତୁସ୍ତମ୍ଭ ବିଶିଷ୍ଟ ବେଦୀ ହୋଇଥାଏ, ଯାହାକୁ ଆମେ ମୁଖ୍ୟ ବେଦିକା ବୋଲି କହିଥାଉ, ସେହି ବେଦିକାର ଚାରି କୋଣରେ ଆମେ ମଣ୍ଡଳାଦି ବିନ୍ୟାସ କାର୍ଯ୍ୟକ୍ରମ କରିଥାଉ। ବାସ୍ତୁଶାସ୍ତ୍ର ବାସ୍ତୁବିଦ୍ୟାର ଶାବ୍ଦିକ ଅଂଶ ଅଟେ। ପ୍ରାଚୀନ ଭାରତର ବାସ୍ତୁକଳା ଏବଂ ସିଦ୍ଧାନ୍ତ ଉପରେ ବ୍ୟାପକ ଜ୍ଞାନ ରହିଥାଏ। ବାସ୍ତୁବିଦ୍ୟା ଜ୍ଞାନ ବିଚାର ଏବଂ ଅବଧାରଣାର ଏକ ସଂଗ୍ରହ ଅଟେ। ଲେଆଉଟ ଆରେଖର ସମର୍ଥ ବିନା ଯାହା ସମ୍ଭବ ନୁହେଁ। ଏହାଛଡ଼ା ଏହି ବିଚାର ଏବଂ ଅବଧାରଣା ଅନ୍ତରୀକ୍ଷ ସଂଗଠନ ପାଇଁ ମଣ୍ଡଳ ଅଟେ। ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ତାଙ୍କ କାର୍ଯ୍ୟ ଆଧାରରେ ଭବନମାନଙ୍କର ଏକ ଭବନ ଅଟେ, କିମ୍ବା ସଂଗ୍ରହ ଭିତରେ ତାଙ୍କର ଉପଯୋଗ ଏବଂ ବାସ୍ତୁର ସମସ୍ତ କପଡ଼ା ପାଇଁ ମଣ୍ଡଳ ଅଟେ। ପ୍ରାଚୀନ ବାସ୍ତୁଶାସ୍ତ୍ରର ସିଦ୍ଧାନ୍ତରେ ହିନ୍ଦୁ ମନ୍ଦିରର ଡିଜାଇନ ପାଇଁ ଏହା ସାମିଲ ହୋଇଥାଏ। ଆଜି ଏଇ ଯେଉଁ ନୈಋତ କୋଣ, ଏଇ ନୈଋତ କୋଣରେ ଆମେ ବାସ୍ତୁମଣ୍ଡଳ ଏଠାରେ ସଂରଚନା ଆମର ପଣ୍ଡିତମାନଙ୍କ ଦ୍ୱାରା କରାଯାଇଛି। ତେଣୁ ଏଇ ଯେଉଁ ବାସ୍ତୁମଣ୍ଡଳ ରହିଥାଏ, ଯଦିଓ ବାସ୍ତୁଦେବତା ମାନଙ୍କର ପ୍ରକାରଭେଦ ଆମେ କରିବା, ତାହେଲେ ଅନେକ ପ୍ରକାର ବାସ୍ତୁମଣ୍ଡଳର ବିଧାନ ସମ୍ପୂର୍ଣ୍ଣ ବୈଦିକ ଶାସ୍ତ୍ର, ଆଗମ ଶାସ୍ତ୍ର ଇତ୍ୟାଦିରେ ମିଳିଥାଏ। ଗ୍ରାମେ ଭୂପତି ମନ୍ଦିରେ ଚ ନଗରେ କୃତ୍ୱା ସତଂ ପାଦିକଂ। ତେଣୁ 100 ପଦ ବାସ୍ତୁଙ୍କର ମଧ୍ୟ ପୂଜନ ବ୍ୟବସ୍ଥା ଆମର ଶାସ୍ତ୍ରୀୟ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ଅଟେ। ଚତୁଃଷଷ୍ଠୀ ବା 64ଟି ବାସ୍ତୁମଣ୍ଡଳ ଯଜ୍ଞ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଏହିପରି 81ଟି ବାସ୍ତୁମଣ୍ଡଳ ଗୃହ ପ୍ରତିଷ୍ଠା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ବାସ୍ତୁମଣ୍ଡଳର ମଧ୍ୟସ୍ଥଳରେ ବ୍ରହ୍ମାଙ୍କର ପୂଜନ ଅନୁଷ୍ଠିତ ହୋଇଥାଏ। ବାସ୍ତୁମଣ୍ଡଳ ହେଉଛନ୍ତି 64 ପଦଯୁକ୍ତ ନବକୋଷ୍ଠୀ ମଣ୍ଡଳ ଭିତରେ 8 ଭାଗରେ 8 ଭାଗ ବିଭକ୍ତ କରି
आमे 64 पदयुक्त एई वास्तुमंडलर निर्माण करिथाउ ताहले एई जो वास्तुमंडलर चारिपटे विभिन्न प्रकार वर्णरे आमे चित्र विचित्र करिचे तार आवश्यकता कौन ना ताहा मध्य शास्त्रोचित प्रमाण रूप से या आमे विभिन्न रंगरे रंजित करिछे कहीं ना देवतांकर प्रीति निमित्त प्रथम होउछि कौन ना अर्चकस्य तपो योगात जीए देवतांकर अर्चन करिबो तार निजस्व तपह शक्ति थिबा आवश्यक। तपह शक्ति कहिले कौन अरण्य को जाइकरी तपस्या करिबा तो नुहे नित्य नैमित्तिक आदि संध्या वंदन जप इत्यादि जो गृहस्थर जो पंच यज्ञर अधिकार थाए से समस्त पंच यज्ञ को साधित करुथिबार जो तपस्या कहीं ना छात्राणाम अध्ययन तपः जेपरि भावरे छात्रर अध्ययन तप अटे सेही बଳି भावरे गोटे अर्चक बा गोटे पूजक पुरोहित जो माने पूजन करिथांती सेमानंकर तपस्या होउछि कौन ना प्रत्यह संध्या वंदन देवता पूजन जप इत्यादि कार्यक्रम अर्चन स्याति सायनात् तेणु सेही अर्चक जेतेबेले देवतांकर अर्चन करिबो ताहा अतिशय हवा आवश्यक। वास्तव में देवाराधना पाई पूजक एवं कर्ता प्रत्येक दिन 3 गोटी गुणर आचरण करने उचित। प्रथमे अर्चन तपशक्ति, द्वितीय रेखात्मक अभिरूप और तृतीय सुंदरता। एही सबु गुण को प्रतिपादन करने को एही सबु मंडल अंकनर सृष्टि। वास्तुमंडल रे वर्णभेदरे और रंगभेदरे स्व स्व देवतांकु आवाहन करा जाइछि जेउमाने आम जीवनधारा को संचालित करुछंती। कर्मकांडरे मंडल पूजार आगामी अध्याय देखिबा नवग्रह मंडल। से पर्यंत देखुथांतु भक्ति ओडिशा आध्यात्मिकतार अनुभव।